କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମିଳିବ କରୋନା ସମୟରେ ବାକି ଥିବା 18 ମାସର ବକେୟା ଡିଏ। ଜାଣନ୍ତୁ ସରକାରଙ୍କର ମତ କ'ଣ ରହିଛି। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟଟି ଆସନ୍ତୁ ଜାଣିବା। ତା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରି ରଖନ୍ତୁ ଏମିତି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସବୁଠୁ ପ୍ରଥମେ ପାଇବା ପାଇଁ। ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନ୍ସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କିତ ପ୍ରକ୍ରିୟା ଏବେ ସମ୍ପୂର୍ଣ୍ଣ କାର୍ଯ୍ୟମୋଡ଼କୁ ସ୍ଥାନାନ୍ତରିତ ହୋଇଛି। ବିଭିନ୍ନ ରାଜ୍ୟରେ ବୈଠକ ଅନୁଷ୍ଠିତ ହୋଇଛି ଏବଂ ବିଭିନ୍ନ କର୍ମଚାରୀ ସଂଗଠନକୁ ପରାମର୍ଶ ଲୋଡ଼ାଯାଇଛି ଏବଂ ଆଲୋଚନା କରାଯାଉଛି। କର୍ମଚାରୀ ସଂଗଠନଗୁଡ଼ିକ ଖୋଲାଖୋଲି ଭାବେ ବେତନ କମିଶନଙ୍କ ନିକଟରେ ସେମାନଙ୍କର ଦାବି ଉପସ୍ଥାପନ କରିଛନ୍ତି। ଉଲ୍ଲେଖନୀୟ ଯେ ସେମାନେ କୋଭିଡ୍-19 ମହାମାରୀ ସମୟରେ ସ୍ଥଗିତ ରଖାଯାଇଥିବା 18 ମାସର ମହଙ୍ଗା ଭତ୍ତା ଏବଂ ମହଙ୍ଗା ରିଲିଫ୍ ବକେୟା ପାଇଁ ମଧ୍ୟ ଦାବି ଉଠାଇଛନ୍ତି। ପ୍ରକୃତରେ କରୋନା ଭାଇରସ ମହାମାରୀ ଯୋଗୁଁ ସୃଷ୍ଟି ହୋଇଥିବା ଆର୍ଥିକ ସଙ୍କଟ ସମୟରେ ସରକାର ମହଙ୍ଗା ଭତ୍ତାର 3ଟି କିସ୍ତି ପ୍ରଦାନକୁ ଅଟକାଇ ଦେଇଥିଲେ। ସେଗୁଡ଼ିକ ହେଉଛି 1 ଜାନୁଆରୀ 2020ରୁ 30 ଜୁନ୍ 2020 ପର୍ଯ୍ୟନ୍ତ, 1 ଜୁଲାଇ 2020ରୁ 31 ସେପ୍ଟେମ୍ବର 2020 ପର୍ଯ୍ୟନ୍ତ, 1 ଜାନୁଆରୀ 2021ରୁ 30 ଜୁନ୍ 2021 ପର୍ଯ୍ୟନ୍ତ ଅଟକି ରହିଥିଲା। ଏହି 18 ମାସ ଅବଧି ମଧ୍ୟରେ ସରକାର ମହଙ୍ଗା ଭତ୍ତା ସ୍ଥଗିତ କରି 34,402 କୋଟି ଟଙ୍କା ସଞ୍ଚୟ କରିଛନ୍ତି ଏବଂ ଏହି ପାଣ୍ଠିକୁ ବିଭିନ୍ନ କଲ୍ୟାଣକାରୀ ଯୋଜନା ପାଇଁ ବ୍ୟବହାର କରିଛନ୍ତି। କର୍ମଚାରୀ ସଂଘ ଏବଂ ସଂଗଠନଗୁଡ଼ିକ ଏବେ ନିରନ୍ତର ଭାବରେ ଏହି ବକେୟା ପ୍ରଦାନ ପାଇଁ ଦାବି କରୁଛନ୍ତି। ଏହି ଦାବିକୁ ସରକାର ପୂର୍ବରୁ ପ୍ରତ୍ୟାଖ୍ୟାନ କରିସାରିଛନ୍ତି। ତେବେ ସରକାରଙ୍କର ମତ କ'ଣ ରହିଛି? ଅର୍ଥ ମନ୍ତ୍ରାଳୟ ପୂର୍ବରୁ ସ୍ପଷ୍ଟ କରିସାରିଛି ଯେ କୋଭିଡ୍-19 ଅବଧିରେ ଅଟକି ଯାଇଥିବା 18 ମାସର ମହଙ୍ଗା ଭତ୍ତା ଏବଂ ମହଙ୍ଗା ରିଲିଫ୍ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନ୍ସନଭୋଗୀଙ୍କୁ ଦିଆଯିବ ନାହିଁ। ସରକାର ପୂର୍ବରୁ ଗୃହରେ କହିସାରିଛନ୍ତି ଯେ ମହାମାରୀ ସମୟରେ ଆର୍ଥିକ ଚାପରେ ଥିଲେ, ତେଣୁ ଡିଏ ଆଉ ଡିଆର୍ କିସ୍ତିକୁ ଅଟକାଇ ଦିଆଯାଇଥିଲା। ବର୍ତ୍ତମାନ ସେହି ଅବଧି ପାଇଁ ବକେୟା ପ୍ରଦାନ କରିବା କୌଣସି ପ୍ରସ୍ତାବ ବିଚାରାଧୀନ ନାହିଁ। ଅର୍ଥ ମନ୍ତ୍ରାଳୟ କହିଛି ଯେ ବଜେଟ୍ ଉପରେ ପ୍ରଚଳିତ ଚାପକୁ ଦୃଷ୍ଟିରେ ରଖି ସେହି 18 ମାସ ପାଇଁ ମହଙ୍ଗା ଭତ୍ତା ପ୍ରଦାନ କରିବା ସମ୍ଭବ ନୁହେଁ। ତେବେ ଅଷ୍ଟମ ବେତନ କମିଶନ କେବେ ଲାଗୁ ହେବ? ସରକାର ନଭେମ୍ବର 2025ରେ ଅଷ୍ଟମ ବେତନ କମିଶନ ଗଠନ କରିଥିଲେ। ଏହି ନିର୍ଦ୍ଦେଶ ଅନୁଯାୟୀ କମିଶନକୁ ଏହାର ରିପୋର୍ଟ ପ୍ରସ୍ତୁତ କରିବା ପାଇଁ 18 ମାସ ସମୟ ଦିଆଯାଇଛି। ତଦନୁସାରେ କମିଶନ ମେ 2027 ସୁଦ୍ଧା ସରକାରଙ୍କୁ ଏହାର ରିପୋର୍ଟ ଦାଖଲ କରିବେ ବୋଲି ଆଶା କରାଯାଉଛି। ପ୍ରାପ୍ତ ହେବା ପରେ ରିପୋର୍ଟର ସମୀକ୍ଷା କରାଯିବ। ପରବର୍ତ୍ତୀ ସମୟରେ କ୍ୟାବିନେଟ୍ ଅନୁମୋଦନ ଅନୁଯାୟୀ ଏହାକୁ 2027 ମଧ୍ୟଭାଗ କିମ୍ବା ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରାଯାଇପାରିବ। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ।